ଖ୍ରୀଷ୍ଟରେ ପ୍ରିୟ ଦର୍ଶକ ବନ୍ଧୁ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଆପଣଙ୍କୁ ନମସ୍କାର ଜଣାଇ ଆଜିର ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛୁ। ଆଜିର ଅଧ୍ୟୟନରେ ଆମେ ଦେଖିବା କିପରି ପରମେଶ୍ୱର ଅବ୍ରାହମଙ୍କୁ ଇସାହାକଙ୍କୁ ବଳିଦାନ ଦେବାକୁ ଆଜ୍ଞା ଦେଉଛନ୍ତି। ତେବେ ଆସନ୍ତୁ ବକ୍ତାଙ୍କ ସହିତ ଆଜିର ଅଧ୍ୟୟନ ଆରମ୍ଭ କରିବା। ଖ୍ରୀଷ୍ଟରେ ପ୍ରିୟ ଦର୍ଶକ ବନ୍ଧୁ ନମସ୍କାର। ଆଜି ଆମେ ଆଉ ଏକ ନୂଆ ଅଧ୍ୟାୟକୁ ଅଧ୍ୟୟନ କରିବାକୁ ଯିବା। ଈଶ୍ୱର ତାଙ୍କ ପ୍ରତିଜ୍ଞାକୁ ପୁନଃ ନିଶ୍ଚିତ କରୁଛନ୍ତି। ଆଦି ପୁସ୍ତକ 22 ପର୍ବ ତାର 15 ଏବଂ 16 ପଦରେ ଲେଖା ଅଛି। ଆଉ ସଦାପ୍ରଭୁଙ୍କ ଦୂତ ଦ୍ୱିତୀୟ ଥର ଆକାଶରୁ ଅବ୍ରାହମକୁ ଡାକି କହିଲେ, ସଦାପ୍ରଭୁ କହୁଅଛନ୍ତି, ତୁମ୍ଭେ ଆମକୁ ଆପଣାର ପୁତ୍ର, ଆପଣାର ଏକମାତ୍ର ପୁତ୍ର ଦେବାକୁ ଅସମ୍ମତ ନୋହିଲ। ମୋର ଗୋଟିଏ ପ୍ରଶ୍ନ ପଚାରିବାର ଅଛି। ଅବ୍ରାହମ କ'ଣ ଏହା କରିଥିଲେ? ନା, ସେ ତାଙ୍କ ପୁତ୍ରଙ୍କୁ ବଳି ଦେଇନଥିଲେ। କିନ୍ତୁ ଈଶ୍ୱର ତାଙ୍କୁ କହୁଛନ୍ତି, ଆପଣାର ଏକମାତ୍ର ପୁତ୍ର ଦେବାକୁ ଅସମ୍ମତ ନୋହିଲ। ଆପଣ ଦେଖନ୍ତୁ, ଅବ୍ରାହମ ଈଶ୍ୱରଙ୍କ ଉପରେ ବିଶ୍ୱାସ କଲେ ଏବଂ ସେ ଆପଣଙ୍କୁ ଓ ମୋତେ ଜଣାଇବା ପାଇଁ ଇଚ୍ଛା କରୁଛନ୍ତି। ଈଶ୍ୱର ତ ଆଗରୁ ଜାଣିଥିଲେ। ସମଗ୍ର ସୃଷ୍ଟିକୁ ଜଣାଇବା ପାଇଁ ସେ ତାଙ୍କ ପୁତ୍ରଙ୍କୁ ଦେବାକୁ ପ୍ରସ୍ତୁତ ଥିଲେ। ଈଶ୍ୱର ଅବ୍ରାହମଙ୍କ ଏହି କାର୍ଯ୍ୟକୁ ଧାର୍ମିକ କାର୍ଯ୍ୟ ଭାବରେ ଗଣନା କରୁଛନ୍ତି। ଅବ୍ରାହମ ନିଜ ବିଶ୍ୱାସ ଦ୍ୱାରା ଧାର୍ମିକ ଗଣିତ ହେଲେ, କିନ୍ତୁ ସେ ନିଜର କର୍ମ ଦ୍ୱାରା ମଧ୍ୟ ଜଗତ ନିକଟରେ ଧାର୍ମିକ ଦେଖାଗଲେ। ସେ ତାଙ୍କ ବିଶ୍ୱାସକୁ ପ୍ରକାଶ କରିପାରିଥିଲେ। ତୁମ୍ଭେ ଆମ୍ଭଙ୍କୁ ଆପଣାର ପୁତ୍ର, ଆପଣାର ଏକମାତ୍ର ପୁତ୍ର ଦେବାକୁ ଅସମ୍ମତ ନୋହିଲ। ଲକ୍ଷ୍ୟ କରନ୍ତୁ, ଈଶ୍ୱର କିପରି ଗୁରୁତ୍ୱ ଦେଉଛନ୍ତି, କାରଣ ସେ ତାଙ୍କ ଏକମାତ୍ର ପୁତ୍ରକୁ ଦାନ କଲେ। ଏହି ଘଟଣାରେ ଈଶ୍ୱର ଏହା ସ୍ପଷ୍ଟ କରୁଛନ୍ତି ଯେ ଜଣେ ମନୁଷ୍ୟର ଆବଶ୍ୟକତା ରହିଛି, ଯିଏ ସେହି ଶୂନ୍ୟ ସ୍ଥାନକୁ ପୂରଣ କରିପାରିବେ। ଯଦି କାହାକୁ ରକ୍ଷା କରିବାକୁ ହୁଏ, ତେବେ ମାନବ ଜାତିର ତ୍ରାଣକର୍ତ୍ତା ଜଣେ ଯୋଗ୍ୟ ବ୍ୟକ୍ତିଙ୍କର ଆବଶ୍ୟକତା ରହିଛି। ଏହି ପର୍ବରେ ଆମକୁ ମହାନ ଶିକ୍ଷା ଦିଆଯାଇଛି। ଅବ୍ରାହମ କହିଥିଲେ ଯେ ଈଶ୍ୱର ନିଜେ ମେଷ ଶାବକ ପ୍ରଦାନ କରିବେ ଏବଂ ସେମାନେ ମେଷ ପାଇଲେ ଓ ତାଙ୍କୁ ବଳି ଦେଲେ। କିନ୍ତୁ ପ୍ରକୃତରେ ଈଶ୍ୱର 2000 ବର୍ଷ ପରେ ଖ୍ରୀଷ୍ଟଙ୍କ ରୂପରେ ମେଷ ଶାବକଙ୍କୁ ପ୍ରଦାନ କଲେ। କାରଣ ଈଶ୍ୱର ଅବ୍ରାହମକୁ ଅଟକାଇ ଦେଲେ ଏବଂ ଇସାହାକଙ୍କୁ ବଳି ଦେବାକୁ ଦେଲେ ନାହିଁ, କାରଣ ତାହା ଭୁଲ ହୋଇଥାନ୍ତା। ଈଶ୍ୱର ଅବ୍ରାହମଙ୍କ ପୁତ୍ରକୁ ରକ୍ଷା କଲେ, କିନ୍ତୁ ଈଶ୍ୱର ନିଜ ପୁତ୍ରଙ୍କୁ ରକ୍ଷା କଲେ ନାହିଁ, ବରଂ ଆମ ସମସ୍ତଙ୍କ ପାଇଁ ତାଙ୍କୁ ସ୍ୱେଚ୍ଛାକୃତ ଭାବେ ଉତ୍ସର୍ଗ କରିଦେଲେ। କିନ୍ତୁ ଈଶ୍ୱର ନିଜ ପୁତ୍ରଙ୍କୁ ରକ୍ଷା କଲେ ନାହିଁ, ବରଂ ଆମ ସମସ୍ତଙ୍କ ପାଇଁ ତାଙ୍କୁ ସ୍ୱେଚ୍ଛାକୃତ ଭାବେ ଉତ୍ସର୍ଗ କରିଦେଲେ। ଆଦି ପୁସ୍ତକ 22 ପର୍ବ ତାର 17 ଏବଂ 18 ପଦରେ ଲେଖା ଅଛି, ତୁମ୍ଭର ଏହି କର୍ମ ସକାଶୁ ଆମ୍ଭେ ଆପଣା ନାମରେ ଶପଥ କରି କହୁଅଛୁ, ଆମ୍ଭେ ତୁମକୁ ଅବଶ୍ୟ ଆଶୀର୍ବାଦ କରି ଆକାଶସ୍ଥ ତାରାଗଣ ଓ ସମୁଦ୍ରର ବାଲି ପରି ତୁମର ବଂଶ ଅତିଶୟ ବୃଦ୍ଧି କରିବା। ତୁମର ବଂଶ ଶତ୍ରୁଗଣର ନଗର ଦ୍ୱାର ଅଧିକାର କରିବେ। ପୁଣି ପୃଥିବୀସ୍ଥ ସମସ୍ତ ଜାତି ତୁମ୍ଭର ବଂଶ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହେବେ, ଯେହେତୁ ତୁମ୍ଭେ ଆମ୍ଭର ବାକ୍ୟ ପାଳନ କରିଅଛ। ପୃଥିବୀସ୍ଥ ସମସ୍ତ ଜାତି ତୁମ୍ଭର ବଂଶ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହେବେ। କେଉଁ ବଂଶ ବିଷୟରେ ଈଶ୍ୱର ଏଠାରେ କହୁଛନ୍ତି? ଯଦି ଆପଣ ଗାଲାତୀୟ 3 ପର୍ବ ତାର 16 ପଦକୁ ଯିବେ, ସେଠାରେ ପାଉଲ ସେହି ବଂଶ ବିଷୟରେ ବର୍ଣ୍ଣନା କରୁଛନ୍ତି। ଅବ୍ରାହମ ଓ ତାହାଙ୍କ ସନ୍ତାନ ପ୍ରତି ପ୍ରତିଜ୍ଞା ସମୂହ ଉକ୍ତ ହୋଇଥିଲା। ଅନେକଙ୍କୁ ଲକ୍ଷ୍ୟ କରି ସନ୍ତାନମାନଙ୍କୁ ବୋଲି କୁହାଯାଏ ନାହିଁ, କିନ୍ତୁ ଜଣଙ୍କୁ
ଅର୍ଥାତ୍ ଖ୍ରୀଷ୍ଟଙ୍କୁ ଲକ୍ଷ୍ୟ କରି ତୁମର ସନ୍ତାନକୁ ବୋଲି କୁହାଯାଏ। ଅତଏବ ବାଇବଲ ନିଜେ ସେହି ବଂଶ କିଏ ତାହା ବର୍ଣ୍ଣନା କରୁଛନ୍ତି। ଯଦି ଆମେ 8 ପଦକୁ ଯାଉଁ, ସେଠାରେ ପାଉଲ ଏପରି କହନ୍ତି। ଗାଲାତୀୟ 3 ପର୍ବ ତାର 8 ପଦରେ ଲେଖା ଅଛି, ଆଉ ଈଶ୍ୱର ବିଜାତିମାନଙ୍କୁ ବିଶ୍ୱାସ ହେତୁ ଧାର୍ମିକ ଗଣନା କରିବେ। ଏହା ଧର୍ମଶାସ୍ତ୍ର ପୂର୍ବରୁ ଦେଖି ଅବ୍ରାହ୍ମଙ୍କ ନିକଟରେ ସୁସମାଚାର ପ୍ରଚାର କରି କହିଲା, ତୁମ୍ଭ ଦେଇ ସମସ୍ତ ଜାତି ଆଶୀର୍ବାଦ ପ୍ରାପ୍ତ ହେବେ। ଈଶ୍ୱର କେବେ ଅବ୍ରାହ୍ମଙ୍କୁ ସୁସମାଚାର ପ୍ରଚାର କରିଥିଲେ? ଈଶ୍ୱର ତାଙ୍କୁ ସେତେବେଳେ ସୁସମାଚାର ପ୍ରଚାର କରିଥିଲେ ଯେତେବେଳେ ନିଜ ପୁତ୍ର ଇସାହାକଙ୍କୁ ଯଜ୍ଞବେଦୀ ଉପରେ ବଳିଦାନ ଦେବା ପାଇଁ ଆହ୍ୱାନ କରିଥିଲେ। ଈଶ୍ୱର ଏଠାରେ କହୁଛନ୍ତି, ତୁମ୍ଭ ବଂଶ ଦ୍ୱାରା ପୃଥିବୀର ସମସ୍ତ ଜାତି ଆଶୀର୍ବାଦ ପ୍ରାପ୍ତ ହେବେ। ସେହି ବଂଶ ହେଉଛନ୍ତି ଖ୍ରୀଷ୍ଟ। ତେବେ ଏହାକୁ ହିଁ ଅବ୍ରାହ୍ମଙ୍କୁ ଦିଆଯାଇଥିବା ସୁସମାଚାର ବୋଲି କୁହାଯାଇପାରେ? ମୋ ମତ ଏଠାରେ ଦେବାକୁ ଚାହେଁ, ଯାହାକୁ ସାଧାରଣତଃ ଅଣଦେଖା କରାଯାଏ। ଭାବି ନିଅନ୍ତୁ, ଅବ୍ରାହ୍ମ, ଇସାକ, ଯାକୋବ ଏବଂ ପୁରାତନ ନିୟମର ସମସ୍ତ ମହାପୁରୁଷ, ସେମାନେ ଆମ ପରି ଚତୁର ନଥିଲେ, କିମ୍ବା ଆମେ ଯେତିକି ଜାଣୁଛୁ ସେମାନେ ସେତିକି ଜାଣିନଥିଲେ। ତଥାପି ମୋର ମତ ଏହା ଯେ ଖ୍ରୀଷ୍ଟଙ୍କ ଆଗମନ ଏବଂ ସୁସମାଚାର ବିଷୟରେ ଅବ୍ରାହ୍ମ ଆମଠାରୁ ଅଧିକ ଜାଣିଥିଲେ। ପ୍ରଭୁ ଯୀଶୁ କହିଲେ, ଯୋହନ 8 ପର୍ବ ତାର 56 ପଦରେ ଲେଖା ଅଛି, ତୁମ୍ଭମାନଙ୍କର ପିତା ଅବ୍ରାହ୍ମ ମୋହର ଦିନ ଦେଖିବା ଆଶାରେ ଉଲ୍ଲାସ କଲେ, ଆଉ ସେ ତାହା ଦେଖି ଆନନ୍ଦ କଲେ। ତେଣୁ ସେ ଆମଠାରୁ ନିଶ୍ଚିତ ଭାବେ ଅଧିକ ଜାଣିଥିଲେ। ଈଶ୍ୱର ଅବ୍ରାହ୍ମଙ୍କ ନିକଟରେ ଅନେକ କିଛି ପ୍ରକାଶ କରିଥିଲେ, କିନ୍ତୁ ସେତେବେଳେ ପରିତ୍ରାଣକର୍ତ୍ତା ଆସିନଥିଲେ। ଆମେ ଆଜି ଜାଣୁ ଯେ ସେ ପ୍ରାୟ 2000 ବର୍ଷ ପର୍ଯ୍ୟନ୍ତ ଆସିନଥିଲେ। କିନ୍ତୁ ମୋରିଆ ପର୍ବତର ସେହି ଶୀର୍ଷରେ ଯେଉଁଠାରେ ଅବ୍ରାହ୍ମ ଇସାହାକଙ୍କୁ ବଳି ଦେଇଥିଲେ, ତାହା ଖ୍ରୀଷ୍ଟଙ୍କ ବଳିଦାନ ଓ ତାଙ୍କର ପୁନରୁତ୍ଥାନ ଏକ ପ୍ରତିଛବି ଥିଲା। ଈଶ୍ୱର ଇସାହାକଙ୍କୁ ବଳି ଦେବା ପାଇଁ ଅବ୍ରାହ୍ମଙ୍କୁ ଆହ୍ୱାନ କରିବା ପରେ ମୋରିଆ ପର୍ବତରେ ପହଞ୍ଚିବା ପାଇଁ ତାଙ୍କୁ 3 ଦିନ ସମୟ ଲାଗିଥିଲା। ତୃତୀୟ ଦିନରେ ଈଶ୍ୱର ଇସାହାକଙ୍କୁ ଜୀବନ୍ତ ଅବସ୍ଥାରେ ଅବ୍ରାହ୍ମଙ୍କୁ ଫେରାଇ ଦେଲେ। ତେଣୁ ଏହା ଖ୍ରୀଷ୍ଟଙ୍କ ମୃତ୍ୟୁ ଏବଂ ପୁନରୁତ୍ଥାନ ଉଭୟର ଏକ ପ୍ରତିଛବି ଅଟେ। ପାଉଲ କୁହନ୍ତି ଯେ ଈଶ୍ୱର ଅବ୍ରାହ୍ମଙ୍କ ନିକଟରେ ସୁସମାଚାର ପ୍ରଚାର କରିଥିଲେ। ନିଶ୍ଚିତ ଭାବେ ଏହା ସେତେବେଳେ ହୋଇଥିଲା, ତୁମ୍ଭ ଦେଇ ସମସ୍ତ ଜାତି ଆଶୀର୍ବାଦ ପ୍ରାପ୍ତ ହେବେ। ଆଜି ଖ୍ରୀଷ୍ଟଙ୍କ ସୁସମାଚାର ସର୍ବତ୍ର ବ୍ୟାପି ଯାଇଅଛି। ଅନେକ ଅଛନ୍ତି ଯେଉଁମାନେ ଶୁଣି ନାହାନ୍ତି। ଏହା ସତ୍ୟ ଯେ ଆମ ନିଜ ମଧ୍ୟରେ ମଧ୍ୟ ତଥାପି ଆଶୀର୍ବାଦ ପ୍ରାପ୍ତ ସମସ୍ତ ବଂଶ ପ୍ରତି ରହିଛି। ପ୍ରଭୁ ଯୀଶୁଙ୍କ ଦ୍ୱାରା ଆଶୀର୍ବାଦ ଜଗତ ପାଇବେ, ଯେହେତୁ ତୁମ୍ଭେ ଆମର ବାକ୍ୟ ପାଳନ କରିଅଛ। ସେହି ବାକ୍ୟ ପାଳନ ଅବ୍ରାହ୍ମଙ୍କ ବିଶ୍ୱାସ ଉପରେ ନିର୍ଭର କରେ ଏବଂ ବିଶ୍ୱାସ କାର୍ଯ୍ୟ ସାଧନ କରେ। କାର୍ଯ୍ୟ ବିନା ବିଶ୍ୱାସ ମୃତ। ଆଦି ପୁସ୍ତକ 22 ପର୍ବ ତାର 19 ଏବଂ 20 ପଦରେ ଲେଖା ଅଛି, ଅନନ୍ତର ଅବ୍ରାହ୍ମ ସେହି ଦାସମାନଙ୍କ ନିକଟକୁ ଫେରିଗଲେ, ଆଉ ସେମାନେ ଉଠି ଏକତ୍ର ବେର୍ସେବାକୁ ଗଲେ ଓ ଅବ୍ରାହ୍ମ ବେର୍ସେବାରେ ବାସ କଲେ। ସେହି ଘଟଣା ଉତ୍ତାରେ ଅବ୍ରାହ୍ମଙ୍କୁ ଏହି ସମ୍ବାଦ ଦିଆଗଲା, ଶୁଣ, ମିଲ୍କା ମଧ୍ୟ ତୁମ୍ଭ ଭ୍ରାତା ନାହୋର ନିମନ୍ତେ ସନ୍ତାନ ସନ୍ତତି ପ୍ରସବ କରିଅଛି। ଏହି ପର୍ବର ବାକି ଅଂଶ ଆମକୁ ଅବ୍ରାହ୍ମଙ୍କ ପରିବାର ବିଷୟରେ କିଛି ଅଧିକ ସୂଚନା ପ୍ରଦାନ କରେ। ଅବ୍ରାହ୍ମ ତାଙ୍କ ଭାଇ ନାହୋରଙ୍କୁ ବହୁ ପୂର୍ବରୁ ହାରଣ ଦେଶରେ ଛାଡ଼ି ଆସିଥିଲେ। ତେଣୁ ତାଙ୍କ ବଂଶାବଳୀ ଧର୍ମଶାସ୍ତ୍ରରେ ନାହିଁ, କିନ୍ତୁ କିଛି କିଛି ସମୟ ପରେ ଏହା ଅବ୍ରାହ୍ମଙ୍କ ବଂଶାବଳୀ ଦେଖିବାକୁ ପାଉଁ। ଆମେ ସେ ପ୍ରସଙ୍ଗରେ ପରେ ଆଲୋଚନା କରିବା। ଯଦି ଆପଣ ଏହି ପର୍ବର ଅବଶିଷ୍ଟ ଅଂଶ ପଢ଼ନ୍ତି, ତେବେ ନାମଗୁଡ଼ିକର ଉଚ୍ଚାରଣ କରିବାରେ ଅଭ୍ୟାସ ହୋଇଯିବ। ଅଧ୍ୟାୟ 23
23 ପର୍ବରେ ଆମେ ସାରାଙ୍କ ମୃତ୍ୟୁ ଏବଂ ତାଙ୍କୁ ସମାଧି ଦେବା ପାଇଁ ଅବ୍ରାହମଙ୍କ ଦ୍ୱାରା ଏକ ଗୁମ୍ଫା କ୍ରୟ କରିବାର ଦେଖୁ, ଯାହା ମାକପେଲା ଗୁମ୍ଫା ଅଟେ। ଆଦି ପୁସ୍ତକ 23 ପର୍ବ ତାର 1 ଏବଂ 2 ପଦରେ ଲେଖା ଅଛି। ସାରାର ଆୟୁର ପରିମାଣ 127 ବର୍ଷ ଥିଲା। ସାରାର ଆୟୁ ଏତେ ବର୍ଷ ପରିମିତ। ଅନନ୍ତର ସାରା କିଣାନ ଦେଶସ୍ଥ କିରିୟତ ଅର୍ବରେ ଅର୍ଥାତ୍ ହିବ୍ରୋନରେ ମଲା। ଏଣୁ ଅବ୍ରାହମ ସାରା ନିମନ୍ତେ ଶୋକ ଏବଂ କ୍ରନ୍ଦନ କରିବାକୁ ଭିତରକୁ ଗଲେ। ଲକ୍ଷ୍ୟ କରନ୍ତୁ ଯେ ସାରାଙ୍କ ବୟସ 137 ବର୍ଷ ବୋଲି କୁହାଯାଇଛି। ଯେତେବେଳେ ଇସାହାକଙ୍କ ଜନ୍ମ ହୋଇଥିଲା ସେତେବେଳେ ତାଙ୍କୁ 90 ବର୍ଷ ହୋଇଥିଲା, ଅର୍ଥାତ୍ ତାଙ୍କ ମୃତ୍ୟୁ ସମୟରେ, ଯାହା ଇସାହାକଙ୍କୁ ବଳିଦାନ ପାଇଁ ଉତ୍ସର୍ଗ କରିବାର କିଛି ବର୍ଷ ପରେ ଘଟିଥିଲା। ଇସାହାକଙ୍କୁ 37 ବର୍ଷ ହୋଇଥିଲା। କୁହାଯାଏ ଯେ ସାରାଙ୍କର ମୃତ୍ୟୁ କିରିୟତ ଅର୍ବରେ ହୋଇଥିଲା, ଯାହାକି ହେବ୍ରୋନରେ ଅବସ୍ଥିତ। ଯେଉଁ ଭୂମି ଈଶ୍ୱର ଅବ୍ରାହମକୁ ଦେଇଥିଲେ, ସେହି ସମାନ ଭୂମିରେ ନିଜର ମୃତ ଲୋକଙ୍କୁ ସମାଧି ଦେବା ପାଇଁ ତାଙ୍କୁ ଏକ ଗୁମ୍ଫା କିଣିବାକୁ ପଡ଼ିଥିଲା। ସେ ସାରାଙ୍କୁ ସମାଧି ଦେବା ପାଇଁ ଅନ୍ୟ କୌଣସି ସ୍ଥାନକୁ କାହିଁକି ନେଲେ ନାହିଁ? ଏହାର କାରଣ ହେଉଛି ଭବିଷ୍ୟତରେ ଯେଉଁ ଆଶା ସେମାନଙ୍କର ରହିଛି ତାହା ସେହି ଭୂମି ସହିତ ଜଡ଼ିତ। ଆମେ ଯେତେବେଳେ ଏହି ପର୍ବର ଆଗକୁ ବଢ଼ିବା, ଆମେ ଦେଖିବା ଯେ ଯଦିଓ ଏଠାରେ ଏକ ଶେଷକୃତ୍ୟ ପାଇଁ ବ୍ୟବସ୍ଥା କରାଯାଉଛି, ଯାହା ବୋଧହୁଏ ଉତ୍ସାହଜନକ କିମ୍ବା ଆକର୍ଷଣୀୟ ନୁହେଁ ଏବଂ ଦୁଃଖଦାୟକ ପରି ମନେ ହୁଏ, ତଥାପି ଏଠାରେ ସତ୍ୟକୁ ଦେଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆଦି ପୁସ୍ତକ 23 ପର୍ବ ତାର 3 ଏବଂ 4 ପଦରେ ଲେଖା ଅଛି। ଅନନ୍ତର ଅବ୍ରାହମ ଆପଣା ମୃତାଭାର୍ଯ୍ୟା ନିକଟରୁ ଉଠିଯାଇ ହେତର ସନ୍ତାନମାନଙ୍କୁ କହିଲେ, ମୁଁ ତୁମମାନଙ୍କ ମଧ୍ୟରେ ବିଦେଶୀ ଓ ପ୍ରବାସୀ ଅଟେ। ତୁମମାନଙ୍କ ମଧ୍ୟରେ ମୋତେ କବର ସ୍ଥାନର ଅଧିକାର ଦିଅ। ତହିଁରେ ମୁଁ ମୋ ଦୃଷ୍ଟିର ଅଗୋଚରରେ ମୋ ମୃତକୁ କବର ଦେବି। ଅବ୍ରାହମ ନିଜକୁ ଜଣେ ବିଦେଶୀ ଏବଂ ପ୍ରବାସୀ ବୋଲି କହିଛନ୍ତି, ଏପରିକି ସେହି ପ୍ରତିଜ୍ଞାତ ଦେଶରେ ମଧ୍ୟ, ଯାହାକୁ ଈଶ୍ୱର ତାଙ୍କୁ ଦେବା ପାଇଁ ପ୍ରତିଜ୍ଞା କରିଥିଲେ। ଆଦି ପୁସ୍ତକ 23 ପର୍ବ ତାର 5 ଏବଂ 6 ପଦରେ ଲେଖା ଅଛି। ତହୁଁ ହେତର ସନ୍ତାନମାନେ ଅବ୍ରାହମକୁ ଉତ୍ତର କଲେ, ହେ ପ୍ରଭୁ, ଆମମାନଙ୍କ କଥା ଶୁଣନ୍ତୁ। ଆପଣ ଆମମାନଙ୍କ ମଧ୍ୟରେ ପରାକ୍ରାନ୍ତ ରାଜା ଅଟନ୍ତି। ଏବେ ଆମମାନଙ୍କ ଉତ୍ତମ କବରସ୍ଥାନ ମଧ୍ୟରେ ଆପଣା ମୃତାଭାର୍ଯ୍ୟାଙ୍କୁ କବର ଦିଅନ୍ତୁ। ଆମମାନଙ୍କ ମଧ୍ୟରୁ କେହି ନିଜ କବରରେ ଆପଣଙ୍କ ମୃତା ଭାର୍ଯ୍ୟାଙ୍କୁ ରଖିବା ପାଇଁ ନିଷେଧ କରିବ ନାହିଁ। ଯେଉଁମାନେ ସେହି ଦେଶରେ ବାସ କରୁଥିଲେ, ସେହି ହେତକଙ୍କ ସନ୍ତାନମାନଙ୍କ ଦ୍ୱାରା ଦିଆଯାଇଥିବା ଏକ ଅତ୍ୟନ୍ତ ଉଦାର ପ୍ରସ୍ତାବ। ସେମାନେ ବୋଧହୁଏ ଅବ୍ରାହମକୁ କହିଥିଲେ, ଆମର ଯେକୌଣସି ସମାଧି ସ୍ଥଳ ମଧ୍ୟରୁ ଆପଣ ନିଜ ପାଇଁ ଏକ ସ୍ଥାନ ବାଛି ନିଅନ୍ତୁ। ଆପଣଙ୍କୁ ସ୍ଥାନ ଦେଇ ଆମେ ଅତ୍ୟନ୍ତ ଆନନ୍ଦିତ ହେବୁ। ଅବ୍ରାହମ ସେମାନଙ୍କ ଉପରେ ଏକ ଗଭୀର ପ୍ରଭାବ ପକାଇଥିଲେ। ସେମାନେ ତାଙ୍କୁ ଶକ୍ତିଶାଳୀ ରାଜକୁମାର ବୋଲି ସମ୍ବୋଧନ କରୁଛନ୍ତି। ଏହି ବ୍ୟକ୍ତିଙ୍କର ପ୍ରଭାବ ଏକ ବିଶେଷ ମୂଲ୍ୟ ଥିଲା। ଆଦି ପୁସ୍ତକ 23 ପର୍ବ ତାର 7ରୁ 9 ପଦରେ ଲେଖା ଅଛି। ସେତେବେଳେ ଅବ୍ରାହମ ଉଠି ତଦ୍ଦେଶୀୟ ଲୋକମାନଙ୍କୁ ଅର୍ଥାତ୍ ହେତର ସନ୍ତାନମାନଙ୍କୁ ପ୍ରଣାମ କଲେ। ପୁଣି କଥୋପକଥନ କରି କହିଲେ, ମୋ ଦୃଷ୍ଟିର ବାହାରେ ମୋ ମୃତାଭାର୍ଯ୍ୟାଙ୍କୁ କବରରେ ରଖିବାକୁ ଯେବେ ଆପଣମାନଙ୍କର ସମ୍ମତି ହୁଏ, ତେବେ ମୋ କଥା ଶୁଣନ୍ତୁ। ଆପଣମାନେ ମୋ ନିମନ୍ତେ ସହରର ପୁତ୍ର ଇପ୍ରୋଣ ନିକଟରେ ନିବେଦନ କରନ୍ତୁ। ସେ ଆପଣମାନଙ୍କ ମଧ୍ୟରେ ମୋହର କବରସ୍ଥାନ ଅଧିକାର ନିମନ୍ତେ ମକପେଲାରେ ତାଙ୍କ କ୍ଷେତ୍ର ପ୍ରାନ୍ତରେ ଥିବା ଗୁହା ମୋତେ ଦିଅନ୍ତୁ। ତହିଁରେ ଯେତେ ମୂଲ୍ୟ ହୁଏ ତାହା ନେଇ ଦିଅନ୍ତୁ। ଅବ୍ରାହମ ମକପେଲା ଗୁମ୍ଫାକୁ ବାଛିଥିଲେ, କିନ୍ତୁ ସେ ଏହାକୁ କିଣିବାକୁ ଚାହୁଁଥିଲେ। ସେ କୌଣସି ବିଷୟ ଦାନ ଭାବରେ ଗ୍ରହଣ କରିବାକୁ ଚାହୁଁନଥିଲେ। କହିବାକୁ ଗଲେ
ଯେପର୍ଯ୍ୟନ୍ତ ଈଶ୍ୱର ତାଙ୍କୁ ସେହି ଦେଶ ସମ୍ପୂର୍ଣ୍ଣ ଦେଇନାହାନ୍ତି ସେ ପର୍ଯ୍ୟନ୍ତ ତାଙ୍କର ଯାହା କିଛି ଆବଶ୍ୟକ ସେ ତାହା କିଣିବେ। ତେଣୁ ଏକ ସମାଧିସ୍ଥଳ କ୍ରୟ କରୁଛନ୍ତି। ମୁଁ ପୁଣି ସେହି ପ୍ରଶ୍ନ ପଚାରିବି, ଅବ୍ରାହମ ସାରାଙ୍କୁ ସମାଧି ଦେବା ପାଇଁ ଅନ୍ୟ କୌଣସି ସ୍ଥାନକୁ କାହିଁକି ନେଲେ ନାହିଁ? ସେ ତାଙ୍କୁ ଏଠାରେ ସମାଧି ଦେଲେ କାରଣ ତାହା ପ୍ରତିଜ୍ଞାତ ଦେଶ ଏବଂ ଭବିଷ୍ୟତର ଭରସା ଏଠାରେ ହିଁ ଅଛି। ଯେତେବେଳେ ଆପଣ ବାଇବଲ ପଢ଼ିବେ ଆପଣ ଦେଖିବେ ଯେ ପରମେଶ୍ୱରଙ୍କର ଦୁଇଟି ମହାନ ଭରସା ଓ ଦୁଇଟି ମହାନ ଉଦ୍ଦେଶ୍ୟ ରହିଛି। ତାଙ୍କର ଏକ ପାର୍ଥିବ ଉଦ୍ଦେଶ୍ୟ ରହିଛି ଓ ଏକ ସ୍ୱର୍ଗୀୟ ଉଦ୍ଦେଶ୍ୟ ମଧ୍ୟ ରହିଛି। ଏହି ପୃଥିବୀ ଯେଉଁଠାରେ ଆପଣ ଏବଂ ମୁଁ ବାସ କରୁଛୁ ତାହା ଅନନ୍ତକାଳ ଆଡ଼କୁ ଗତି କରୁଛି। ତାହା ପାର୍ଥିବ ଉଦ୍ଦେଶ୍ୟ। ସେଠାରେ ଏକ ନୂତନ ଆକାଶ ଏବଂ ଏକ ନୂତନ ପୃଥିବୀ ସୃଷ୍ଟି ହେବ। କିନ୍ତୁ ଏପରି ଏକ ପୃଥିବୀ ନିଶ୍ଚୟ ରହିବ ଯାହା ଅନନ୍ତକାଳ ଜନବସତିପୂର୍ଣ୍ଣ ହୋଇ ରହିବ। ଏହା ସେହି ପ୍ରତିଜ୍ଞା ଯାହା ପରମେଶ୍ୱର ଅବ୍ରାହମ ଏବଂ ତାଙ୍କ ପରବର୍ତ୍ତୀ ବଂଶଧରମାନଙ୍କୁ ଦେଇଥିଲେ। ଈଶ୍ୱର ତାଙ୍କ କାର୍ଯ୍ୟ ସାରିବା ପରେ ପୃଥିବୀକୁ ଅଳିଆ କୁଣ୍ଡରେ ଛାଡ଼ିବେ ନାହିଁ କିମ୍ବା ପୁରୁଣା ଓ ଭଙ୍ଗାରୁଜା କାର ପରି ଏହାକୁ କୌଣସି ସ୍କ୍ରାପ୍ ୟାର୍ଡରେ ନଷ୍ଟ କରିବେ ନାହିଁ। ପରମେଶ୍ୱର ଦୂରକୁ ଠେଲି ଦେଉନାହାନ୍ତି। ସେ ନୂଆ ରୂପ ଦେବାକୁ ଚାହୁଁଛନ୍ତି। ନୂତନ ପୃଥିବୀ ଅନନ୍ତକାଳ ପର୍ଯ୍ୟନ୍ତ ରହିବ, ସେଠାରେ ଲୋକେ ବାସ କରିବେ। ତାହା ହିଁ ଅବ୍ରାହମଙ୍କ ଆଶା ଥିଲା। ଅବ୍ରାହମ ସେହି ଦେଶରେ ସମାଧି ପାଇବାକୁ ଚାହିଁଥିଲେ ଯେପରି ସେଠାରେ ପୁନରୁତ୍ଥାନ ହେବେ। ସେ ଏବଂ ସାରା ସେହି ଦେଶରେ ହିଁ ଜୀବିତ ହୋଇ ଉଠିବେ। ଉପର କୋଠରୀରେ ପ୍ରଭୁ ଯୀଶୁ ଆପଣା ଶିଷ୍ୟମାନଙ୍କୁ ଶିକ୍ଷା ଦେଇଥିଲେ। ଯେଉଁମାନେ ପୁରାତନ ନିୟମରୁ ଶିକ୍ଷା କରିଥିଲେ ସେମାନେ ପୁରାତନ ନିୟମରେ ଭରସା ରଖିଛନ୍ତି। ଯୋହନ 14 ପର୍ବ ତାର 1-3 ପଦରେ ଲେଖା ଅଛି, ତୁମ୍ଭମାନଙ୍କ ହୃଦୟ ଉଦ୍ବିଗ୍ନ ନ ହେଉ। ତୁମ୍ଭେମାନେ ଈଶ୍ୱରଙ୍କଠାରେ ବିଶ୍ୱାସ କର, ମୋ ଠାରେ ମଧ୍ୟ ବିଶ୍ୱାସ କର। ମୋହର ପିତାଙ୍କ ଗୃହରେ ଅନେକ ବାସସ୍ଥାନ ଅଛି। ଯଦି ନଥାନ୍ତା ତାହେଲେ ମୁଁ ତୁମମାନଙ୍କୁ କହିଥାନ୍ତି, ମୁଁ ତୁମମାନଙ୍କ ନିମନ୍ତେ ସ୍ଥାନ ପ୍ରସ୍ତୁତ କରିବାକୁ ଯାଉଅଛି। ପୁଣି ମୁଁ ଯାଇ ତୁମମାନଙ୍କ ନିମନ୍ତେ ସ୍ଥାନ ପ୍ରସ୍ତୁତ କଲେ ପୁନର୍ବାର ଆସିବି। ଆଉ ମୁଁ ଯେଉଁ ସ୍ଥାନରେ ଥାଏ ତୁମେମାନେ ମଧ୍ୟ ଯେପରି ସେହି ସ୍ଥାନରେ ରହିବ, ସେଥିନିମନ୍ତେ ତୁମମାନଙ୍କୁ ଆପଣା ନିକଟକୁ ଘେନିଯିବି। ସେ ସେହି ନୂତନ ଜେରୁସାଲେମ ବିଷୟରେ କହୁଛନ୍ତି ଯାହାକୁ ପ୍ରସ୍ତୁତ କରୁଛନ୍ତି ଏବଂ ଯାହା ସେହି ସ୍ଥାନ ଯେଉଁଠାକୁ ମଣ୍ଡଳୀ ଯିବା ନୂତନ ଜେରୁସାଲେମ ମଣ୍ଡଳୀର ଚିରନ୍ତନ ବାସସ୍ଥାନ ହେବ। ଏହି ଶିକ୍ଷା ଶିଷ୍ୟମାନଙ୍କ ପାଇଁ ସମ୍ପୂର୍ଣ୍ଣ ନୂଆ ଥିଲା। ମୁଁ ଭାବୁଛି ଯେ ଏହା ବିଶ୍ୱାସୀମାନଙ୍କ ନିମନ୍ତେ ମଧ୍ୟ ନୂଆ ଅଟେ। ପରମେଶ୍ୱର ଅବ୍ରାହମକୁ କେବେ ମଧ୍ୟ କହିନଥିଲେ ଯେ ସେ ତାଙ୍କୁ ଏହି ପୃଥିବୀରୁ ସ୍ୱର୍ଗକୁ ନେଇଯିବେ। ବରଂ ସେ ତାଙ୍କୁ ବାରମ୍ବାର କହୁଥିଲେ, ମୁଁ ତୁମକୁ ଏହି ଦେଶ ଦେବାକୁ ଯାଉଛି। ଅବ୍ରାହମ ପରମେଶ୍ୱରଙ୍କୁ ବିଶ୍ୱାସ କଲେ ଏବଂ ସେହି କାରଣରୁ ସେ ସାରାଙ୍କୁ ସେହି ଦେଶରେ ସମାଧି ଦେବାକୁ ଚାହୁଁଥିଲେ। ଏହା ତାଙ୍କ ପାଇଁ ନିଜ ଲୋକଙ୍କୁ ସମାଧି ଦେବାର ସ୍ଥାନ ହୋଇଗଲା। ସେ ମଧ୍ୟ ସେଠାରେ ସମାଧି ପାଇବାକୁ ଇଚ୍ଛା କରିଥିଲେ ଏବଂ ସେ ସେଠାରେ ହିଁ ସମାଧିସ୍ଥ ହୋଇଥିଲେ। ଅବ୍ରାହମଙ୍କ ସମାଧି ହିବ୍ରୋନରେ, ଯାହା ଜେରୁସାଲେମରୁ ପ୍ରାୟ 20 ମାଇଲ ଦକ୍ଷିଣରେ ଅବସ୍ଥିତ। ଯେତେବେଳେ ଜଣେ ପାଳକଙ୍କ ଦଳ ସେଠାକୁ ଯାତ୍ରା କରିଥିଲେ, ସେହି ସ୍ଥାନ ଉପରେ ନିର୍ମିତ ମସଜିଦ୍ ପରିଦର୍ଶନ କରିଥିଲେ। ସତ କହିବାକୁ ଗଲେ ସେହି ସମ୍ପୂର୍ଣ୍ଣ ଯାତ୍ରା ମଧ୍ୟରେ ହିବ୍ରୋନକୁ ଛାଡ଼ି ମୁଁ ଅନ୍ୟ କୌଣସି ସ୍ଥାନରେ ଭୟ ଅନୁଭବ କରିନଥିଲି। ଆମକୁ ହିବ୍ରୋନରେ ବହୁତ ସାବଧାନ ରହିବାକୁ ସଚେତନ କରାଯାଇଥିଲା କାରଣ ସେଠାରେ ବାହାର ଲୋକଙ୍କ ପ୍ରତି ଅନେକ ଶତ୍ରୁତା ମନୋଭାବ ପୋଷଣ କରୁଥିଲେ।
ଅବଶ୍ୟ ସେମାନେ ଆମକୁ ମସଜିଦ୍ ଭିତରକୁ ଯିବାକୁ ଅନୁମତି ଦେଇଥିଲେ, କାରଣ ଏହାଦ୍ୱାରା ସେମାନଙ୍କୁ ପର୍ଯ୍ୟଟନରୁ ଅର୍ଥ ମିଳୁଥିଲା। ସେମାନେ ଭିତରକୁ ଯିବା ପରେ ଚଟାଣରେ ଥିବା ଏକ ଛୋଟ ଗାତ ଦେଇ ତଳେ ଥିବା ଗୁମ୍ଫାକୁ ଦେଖିଲେ, ଯେଉଁଠାରେ ଅବ୍ରାମ ଓ ସାରା, ଇସାକ ଓ ରେବିକା ଏବଂ ଜାକୁବ ଓ ଲେଆଙ୍କ ସମାଧି ହୋଇଛି ବୋଲି ବିଶ୍ୱାସ କରାଯାଏ। ରାହେଲଙ୍କୁ ବେଥଲେହେମଠାରେ ସମାଧି ଦିଆଯାଇଛି। ଏହି ସମସ୍ତ ବ୍ୟକ୍ତି ଇସ୍ରାଏଲରେ ସମାଧି ପାଇଛନ୍ତି, କାରଣ ସେହି ଦେଶରେ ହିଁ ସେମାନଙ୍କର ମୃତ୍ୟୁରୁ ପୁନର୍ଜୀବିତ ହେବାର ଆଶା ରହିଛି। ଏହା ଏକ ପାର୍ଥିବ ଆଶା। ପୁରାତନ ନିୟମର ବିଶ୍ୱାସୀ ଭାବରେ ଆମର ଆଶା ହେଉଛି ଏକ ସ୍ୱର୍ଗୀୟ ଆଶା। ମୁଁ ଆଶା କରେ ଯେ ଏହି ବିଷୟଟି ଆପଣଙ୍କ ପାଇଁ ସ୍ପଷ୍ଟ ହୋଇଥିବ, ଯାହାଦ୍ୱାରା ଆପଣ ବୁଝିପାରିବେ ଯେ ସେହି ସମୟରେ ଅବ୍ରାମଙ୍କ ପାଇଁ ଏହି ସମାଧି କାହିଁକି ଏତେ ଗୁରୁତ୍ୱପୂର୍ଣ୍ଣ ଥିଲା। ଯାହାଦ୍ୱାରା ଆପଣ ବୁଝିପାରିବେ ଯେ ସେହି ସମୟରେ ଅବ୍ରାମଙ୍କ ପାଇଁ ଏହି ସମାଧି କାହିଁକି ଏତେ ଗୁରୁତ୍ୱପୂର୍ଣ୍ଣ ଥିଲା। ଅବ୍ରାମ ଏବେ ସେହି ଗୁମ୍ଫାଟିକୁ କିଣିବା ପାଇଁ ଚୁକ୍ତି କରୁଛନ୍ତି। ସେଥି ଉପରେ ଧ୍ୟାନ ଦିଅନ୍ତୁ। ଆଦିପୁସ୍ତକ 23 ପର୍ବ ତାର 10-12 ପଦରେ ଲେଖା ଅଛି, ସେତେବେଳେ ଇପ୍ରଣ ହେତର ସନ୍ତାନମାନଙ୍କ ମଧ୍ୟରେ ବସିଥିଲା। ତେଣୁ ହେତୀୟ ଇପ୍ରଣ ଆପଣା ନଗର ଦ୍ୱାରରେ ପ୍ରବେଶକାରୀ ହେତର ସନ୍ତାନ ସମସ୍ତଙ୍କ ସାକ୍ଷାତରେ ଅବ୍ରାମକୁ ଉତ୍ତର ଦେଲା, ପ୍ରଭୁ, ସେପରି ହେବ ନାହିଁ। ମୋ କଥା ଶୁଣନ୍ତୁ। ମୁଁ ଆପଣଙ୍କୁ ସେହି ସ୍ଥାନ ଓ ତନ୍ମଧ୍ୟସ୍ଥ ଗୁହା ଦେଲି। ମୋ ସବଂଶୀୟ ସନ୍ତାନମାନଙ୍କ ସାକ୍ଷାତରେ ତାହା ଆପଣଙ୍କୁ ଦେଲି। ଆପଣ ନିଜ ମୃତକୁ କବର ଦିଅନ୍ତୁ। ତହିଁରେ ଅବ୍ରାମ ସେହି ଦେଶୀୟ ଲୋକମାନଙ୍କ ଅଗ୍ରତେ ପ୍ରଣାମ କଲେ। ଅବ୍ରାମକୁ ଏବଂ ଏହି ଲୋକମାନଙ୍କର, ବିଶେଷ କରି ଇପ୍ରଣ ନାମକ ଏହି ବ୍ୟକ୍ତିଙ୍କର ଉଦାରତାକୁ ଲକ୍ଷ୍ୟ କରନ୍ତୁ। ସେହି ସମୟରେ ସେମାନେ ନିଶ୍ଚିତ ଭାବରେ ଅତ୍ୟନ୍ତ ନମ୍ର ଓ ଶିଷ୍ଟାଚାରୀ ଥିଲେ। ଆମ ଧାରଣା ଏହା ଯେ ସେମାନେ ବୋଧହୁଏ ଗୁମ୍ଫାରେ ରହୁଥିବା ଲୋକ, ଖଳ ପ୍ରକୃତିର ଥିଲେ। ଯଦି ଅବ୍ରାହମ, ଇସାକ, ଜାକୁବ ଏବଂ ପୁରାତନ ନିୟମର ଅନ୍ୟ ସାଧୁମାନେ, ଏପରିକି ଏହି ପର୍ବରେ ଉଲ୍ଲେଖ କରାଯାଇଥିବା ଲୋକମାନେ ଆଜିର ଲସ୍ ଆଞ୍ଜେଲସରେ ଥାନ୍ତେ ଏବଂ ନିଜ ଲୋକଙ୍କ ପାଖକୁ ଫେରିଯାଇ କହିଥାନ୍ତେ, ଆପଣ ଜାଣନ୍ତି କି ଆମର ବଂଶଧରମାନେ ଗୁମ୍ଫାରେ ରହୁଛନ୍ତି, ସେମାନେ ସଭ୍ୟତା ଜାଣିନାହାନ୍ତି। ମୁଁ ଭାବୁଛି ଆମ ବିଷୟରେ ଏମିତି କହିଥାନ୍ତେ, କିନ୍ତୁ ଆମ ପାଖରେ ଏତିକି ସୁବିଧା ଅଛି ଯେ ଆମେ ସେମାନଙ୍କର ବିଷୟରେ ଆଲୋଚନା କରିପାରୁଛୁ। ସେମାନେ କେତେ ନମ୍ର ଥିଲେ ତାହା ଲକ୍ଷ୍ୟ କରିବା ଆନନ୍ଦର ବିଷୟ। ଅବ୍ରାହମ ଦେଶର ଲୋକମାନଙ୍କ ସମ୍ମୁଖରେ ନତମସ୍ତକ ହେଲେ। ଆଦିପୁସ୍ତକ 23 ପର୍ବ ତାର 13-16 ପଦରେ ଲେଖା ଅଛି, ପୁଣି ସେହି ଦେଶୀୟ ଲୋକମାନଙ୍କ କର୍ଣ୍ଣଗୋଚରରେ ଇଫ୍ରୋନକୁ କହିଲେ, ଆପଣ ଯେବେ ମୋତେ ତାହା ଦେବେ, ତେବେ ନିବେଦନ କରୁଅଛି, ମୋ କଥା ଶୁଣନ୍ତୁ। ମୁଁ ସେହି କ୍ଷେତ୍ରର ମୂଲ୍ୟ ଦେଉଅଛି, ଆପଣ ତାହା ଗ୍ରହଣ କରନ୍ତୁ। ତହିଁ ଉତ୍ତାରେ ମୁଁ ସେହି ସ୍ଥାନରେ ମୋର ମୃତକୁ କବର ଦେବି। ତହିଁରେ ଇଫ୍ରୋନ ଅବ୍ରାମକୁ ଉତ୍ତର ଦେଇ କହିଲା, ପ୍ରଭୁ, ମୋ କଥା ଶୁଣନ୍ତୁ। ଭୂମିଖଣ୍ଡକର ମୂଲ୍ୟ ତ 400 ସେକେଲ ରୂପା। ଆପଣଙ୍କ ଓ ଆମ୍ଭ ମଧ୍ୟରେ ତାହା କେତେ ମାତ୍ର? ଏଣୁକରି ଆପଣ ନିଜ ମୃତକୁ କବର ଦିଅନ୍ତୁ। ଇଫ୍ରୋନର ଏହି କଥା ଶୁଣି ଅବ୍ରାମ ହେତୀୟ ସନ୍ତାନମାନଙ୍କ କର୍ଣ୍ଣଗୋଚରରେ ଇଫ୍ରୋନ ଦ୍ୱାରା ଉକ୍ତ ସଂଖ୍ୟାନୁସାରେ ତତ୍କାଳୀନ ବଣିକମାନଙ୍କ ମଧ୍ୟରେ ପ୍ରଚଳିତ 400 ସେକେଲ ରୂପା ତୈଲ୍ୟ ଇଫ୍ରୋନକୁ ଦେଲେ। ଅବ୍ରାମ ସେହି ଜମି ଓ ଗୁମ୍ଫା ପାଇଁ ସେହି ସମୟର ପ୍ରଚଳିତ ମୁଦ୍ରା ଅନୁସାରେ ମୂଲ୍ୟ ଦେଇ କ୍ରୟ କଲେ। ଆଦିପୁସ୍ତକ 23 ପର୍ବ ତାର 17-20 ପଦରେ ଲେଖା ଅଛି, ଏହେତୁ ମମ୍ରିର ପୂର୍ବବର୍ତ୍ତୀ ମକପେଲାରେ ଇଫ୍ରୋନର ଯେଉଁ କ୍ଷେତ୍ର ଥିଲା, ସେହି କ୍ଷେତ୍ର ଓ ତନ୍ମଧ୍ୟସ୍ଥିତ ଗୁହା ଓ ତହିଁର ଚତୁର୍ସୀମାନ୍ତର୍ଗତ ବୃକ୍ଷ ସମୂହ, ଏହିସବୁରେ ହେତର ସନ୍ତାନମାନଙ୍କ ସାକ୍ଷାତରେ, ଅର୍ଥାତ୍ ତାହାର ନଗର ଦ୍ୱାରରେ ପ୍ରବେଶକାରୀ ସମସ୍ତଙ୍କ ସାକ୍ଷାତରେ ଅବ୍ରାମଙ୍କର ସ୍ୱତ୍ୱାଧିକାରୀ
ସ୍ଥିର କରାଗଲା। ଅନନ୍ତର ଅବ୍ରାମ ମମ୍ରିର ପୂର୍ବବର୍ତ୍ତୀ ମକପେଲା କ୍ଷେତ୍ରସ୍ଥିତ ଗୁହାରେ ଆପଣା ଭାର୍ଯ୍ୟା ସାରାଙ୍କୁ କବର ଦେଲେ। ସେହି ସ୍ଥାନ କେନାନ ଦେଶସ୍ଥ ହିବ୍ରୋନ। ଏହି ରୂପେ କବର ସ୍ଥାନର ଅଧିକାର ନିମନ୍ତେ ସେହି କ୍ଷେତ୍ର ଓ ତନ୍ମଧ୍ୟସ୍ଥିତ ଗୁହାରେ ଅବ୍ରାମଙ୍କର ଅଧିକାର ହେତର ସନ୍ତାନମାନଙ୍କ ଦ୍ୱାରା ସ୍ଥିରୀକୃତ ହେଲା। ଏହା ସେହି ସ୍ଥାନ ଯେଉଁଠାରେ ଆଜି ହିବ୍ରୋନଠାରେ ମସଜିଦ ନିର୍ମିତ ହୋଇଛି। ଇସଲାମ ଜଗତରେ ଏହାକୁ ଦ୍ୱିତୀୟ କିମ୍ବା ତୃତୀୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମସଜିଦ ଭାବେ ଗଣନା କରିଥାନ୍ତି। କାଇରୋ ଏବଂ ଅନ୍ୟାନ୍ୟ ସ୍ଥାନରେ ସେମାନଙ୍କର ଅନେକ ମସଜିଦ ରହିଛି ଏବଂ ମୁଁ ଯେଉଁଗୁଡ଼ିକୁ ଦେଖିଛି ସେଗୁଡ଼ିକ ଅତ୍ୟନ୍ତ ସୁନ୍ଦର। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମସଜିଦ ନିଶ୍ଚିତ ଭାବରେ ମକ୍କାଠାରେ ଅଛି। ମୁଁ ନିଶ୍ଚିତ ନୁହେଁ ଯେ ହିବ୍ରୋନରେ ଥିବା ମସଜିଦ କିମ୍ବା ଜେରୁସାଲମରେ ଥିବା ମସଜିଦ ମଧ୍ୟରୁ କେଉଁଟି ଦ୍ୱିତୀୟ ସ୍ଥାନରେ ରହିବ, କିନ୍ତୁ ଅନ୍ୟଟି ତୃତୀୟ ସ୍ଥାନରେ ରହିବ। ଆପଣ ଦେଖିପାରୁଥିବେ ଯେ ଏହା କେତେ ଗୁରୁତ୍ୱପୂର୍ଣ୍ଣ, କାରଣ ସମସ୍ତ ଆରବ ଗୋଷ୍ଠୀ ସେମାନଙ୍କର ବଂଶାବଳୀକୁ ଅବ୍ରାମଙ୍କ ସହିତ ସଂଯୁକ୍ତ କରିଥାନ୍ତି। ମୁଁ ଆଶା କରେ ଆଜିର ଅଧ୍ୟୟନଟି ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଆପଣଙ୍କଠାରୁ ବିଦାୟ ନେବା ପୂର୍ବରୁ ଆସନ୍ତୁ ପ୍ରାର୍ଥନା କରିବା। ପ୍ରେମିକ ଦୟାଳୁ ସ୍ୱର୍ଗସ୍ଥ ପିତା, ଆମେ ତୁମକୁ ଧନ୍ୟବାଦ ଦେଉଅଛୁ। ତୁମରି ବାକ୍ୟରୁ ଆଜିର ଅଧ୍ୟୟନରେ ଯାହା କିଛି ଶିକ୍ଷା ଲାଭ କରିଅଛୁ ସେ ସମସ୍ତ ବିଷୟକୁ ବୁଝିବା ପାଇଁ ଆମମାନଙ୍କୁ ତୁମେ ସାହାଯ୍ୟ କର। ପବିତ୍ର ପ୍ରିୟ ପ୍ରଭୁ, ଆମେ ସବୁବେଳେ ଏକ ବିଶ୍ୱାସମୟ ଜୀବନ କାଟିବାକୁ ପାରିବୁ ସେହିପରି ଆମମାନଙ୍କୁ ତୁମେ ସାହାଯ୍ୟ କର। ଆମମାନଙ୍କର ପ୍ରତ୍ୟେକ ଦର୍ଶକ ଭାଇ ଭଉଣୀମାନଙ୍କୁ ତୁମେ ଆଶୀର୍ବାଦ କର। ସେମାନଙ୍କର ଯତ୍ନ ତତ୍ତ୍ୱ ତୁମେ ନିଅ। ଗୌରବ ସମ୍ଭ୍ରମ ମହିମା କେବଳ ତୁମକୁ ଦେଇ ପ୍ରଭୁ ଯୀଶୁଙ୍କର ବହୁମୂଲ୍ୟ ନାମରେ ଏହି ପ୍ରାର୍ଥନା ଉତ୍ସର୍ଗ କରୁଅଛୁ। ଆମେନ୍। ବହୁତ ବହୁତ ଧନ୍ୟବାଦ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ। ମୁଁ ଆଶା କରେ ଆଜିର ଅଧ୍ୟୟନଟି ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଆଜିର ଅଧ୍ୟୟନରୁ ଆମେ ଶିଖିଲୁ ଯେ ମୋରିଆ ପର୍ବତ ଉପରେ ଅବ୍ରାହମଙ୍କ ଅଦ୍ଭୁତ ବିଶ୍ୱାସର କାର୍ଯ୍ୟ ପରେ ପରମେଶ୍ୱର ନିଜର ପ୍ରତିଜ୍ଞାକୁ ପୁନର୍ନିଶ୍ଚିତ କରିଥିଲେ। ଏ କାର୍ଯ୍ୟକ୍ରମରେ ଆପଣଙ୍କ ମନରେ ଯଦି କିଛି ପ୍ରଶ୍ନ ଥାଏ ତେବେ ଆମ ସହିତ ଯୋଗାଯୋଗ କରନ୍ତୁ। ଆମେ ଆପଣଙ୍କ ଫୋନ୍ କଲ୍ର ଅପେକ୍ଷାରେ ଅଛୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ରହିଲୁ, ନମସ୍କାର। ଗତ ପ୍ରଶ୍ନର ଉତ୍ତର ହେଉଛି ଏ ମୋରିଆ। ଆଜିର ପ୍ରଶ୍ନଟି ହେଉଛି ସାରା କେତେ ବର୍ଷ ବୟସରେ ମୃତ୍ୟୁବରଣ କଲେ? ଏ 90, ବି 127, ସି 150, ଡି 120। এই প্রশ্নর উত্তর আসন্তাকালি সন্ধ্যা 6টা ମଧ୍ୟରେ অপশন ମଧ୍ୟରୁ সঠিক উত্তর বাছি ଆପଣଙ୍କ ନାମ ଓ ସମ୍ପୂର୍ଣ୍ଣ ଠିକଣା ସହିତ 9777221415 ଫୋନ୍ ନମ୍ବରରେ SMS କିମ୍ବା WhatsApp ଦ୍ୱାରା ଆମକୁ ଜଣାଇବାକୁ ଅନୁରୋଧ। ଯଦି ଆପଣଙ୍କୁ ଆମ କାର୍ଯ୍ୟକ୍ରମ ଭଲ ଲାଗୁଛି ତେବେ 044490812996ରେ ମିସ୍ଡ କଲ୍ ଦେଇ ବିଜୟୀ ହୋଇପାରିବେ। ଗତ ସପ୍ତାହର ବିଜୟ ଦର୍ଶକ ବନ୍ଧୁ ହେଲେ ରାୟଗଡ଼ାରୁ ଚିନ୍ମୟ କୁମାର ସୁରିଆ ଓ ପରିବାର।